ଯୁବତୀ ରାଜକନ୍ୟା ରୁକ୍ମିଣୀ ଘରର ଗୋଟିଏ କୋଣରେ ବସି ରହିଥିଲେ। ବିଦର୍ଭର ଯୁବରାଜ ରୁକ୍ମିଙ୍କର ପତ୍ନୀ ସୁବ୍ରତା ତାଙ୍କୁ ଚିତ୍କାର କରିବାରେ ଲାଗିଥିଲେ। କାଲି ଦିନଯାକ ତୁମେ କୁଆଡ଼େ ଥିଲ? ମୁଁ ସାରାଦିନ ବ୍ୟସ୍ତ ହୋଇପଡ଼ିଛି। ମୁଁ ଥିଲି ତୀବ୍ରକା ସାଙ୍ଗରେ। ରୁକ୍ମିଣୀ କହିଲେ। ତାପରେ ମୁଁ ଗଲି ଦେବକୀଙ୍କର ପ୍ରାସାଦକୁ। ତୁମେ ତ ଥିଲ କଂସର ରାଣୀମାନଙ୍କ ସାଙ୍ଗରେ। ତୁମେ କାହିଁକି ସେଠିକି ଯାଇଥିଲ ମୁଁ ଭଲ ରୂପେ ଜାଣେ। ଯେତେବେଳେ ତୁମ ଭାଇ ଆସିବେ ସେ ତୁମକୁ ଯେପରି ଭଲ କରି ଦିପଦ ଶୁଣାଇ ଦିଅନ୍ତି ତାହା ମୁଁ ଦେଖିବି। ସୁବ୍ରତା କହିଲେ। ବାସ୍ତବିକ ତୁମକୁ ଟିକିଏ ହେଲେ ଲଜ୍ଜା ନାହିଁ? ବିଦର୍ଭର ରାଜା ଭୀଷ୍ମଙ୍କର ସୁନାମରେ କଳଙ୍କ ଲଗାଉଛ। ଯେମିତିକି ତୁମେ ଆଉ କିଛି କରୁଛ। ରୁକ୍ମିଣୀ ଚିତ୍କାର କରି ଉଠିଲେ। ସେ ଖୁବ୍ ରାଗିଯାଇ ଓଠ କାମୁଡ଼ି ନିଜର ଭାଉଜ ଆଡ଼କୁ ଚାହିଁ ରହିଲେ। ପ୍ରଭାତରେ ଯୁବରାଜ ରୁକ୍ମୀ ଅନ୍ୟ ରାଜକୀୟ ଅତିଥିମାନଙ୍କ ସହିତ କଂସର ଶବ ଶୋଭାଯାତ୍ରାରେ ଯୋଗଦେଲେ। ସାରା ସହରର ଜନତା ଏହି ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ଛୁଟି ଆସିଲେ। ଯଦିଓ ସେମାନେ କଂସକୁ ଘୃଣା କରୁଥିଲେ, ଶିଷ୍ଟାଚାର ଦୃଷ୍ଟିରୁ ରାଜକୁଳକୁ ସମ୍ମାନ ଦେବା ସେମାନଙ୍କର କର୍ତ୍ତବ୍ୟ। ରାଜା ଉଗ୍ରସେନ ମଧ୍ୟ ଆସିଥିଲେ। ବୁଧ ବଜ୍ର ଅନ୍ଧକ କ୍ଷତ ବିକ୍ଷତ ଓ ଚାଲିବା ପାଇଁ ଅକ୍ଷମ ହୋଇଥିଲେ ମଧ୍ୟ ଆସିଥିଲେ। ବସୁଦେବ ଓ ଅର୍କୁର, କୃଷ୍ଣ ଓ ବଳରାମଙ୍କୁ ସଙ୍ଗରେ ଧରି ଏହି ପଟୁଆରରେ ଯୋଗ ଦେଇଥିଲେ। ରାଜା ଉଗ୍ରସେନ ପ୍ରେତଖିଆଦି ସମାପନ କରିଥିଲେ। କଂସର ଶବଦାହ ଶେଷ ହେବା ପରେ ଏବଂ ତାର ଭସ୍ମ ଯମୁନା ନଦୀରେ ବିସର୍ଜନ କରାଯିବା ପରେ ଶୋକକାରୀମାନେ ନଦୀରେ ସ୍ନାନ କରି ଗୃହକୁ ଫେରି ଆସିଥିଲେ। ସେତେବେଳକୁ ଦ୍ୱିପ୍ରହର ହେଲାଣି। ରୁକ୍ମୀ ତାଙ୍କ ପାଇଁ ନିର୍ଦ୍ଦିଷ୍ଟ ହୋଇଥିବା ପ୍ରାସାଦକୁ ଫେରି ଆସିଲେ। ତାଙ୍କର ମାନସିକ ଅବସ୍ଥା ଭଲ ନଥିଲା। ଯେଉଁ ଯୁବକ ଶାସକମାନେ ଜରାସନ୍ଧର ଶକ୍ତି ଦ୍ୱାରା ସୁରକ୍ଷିତ ହୋଇ ସେମାନଙ୍କର ରାଜ୍ୟ ବିସ୍ତାରରେ ଲାଗିପଡ଼ିଥିଲେ, କଂସ ଥିଲା ସେମାନଙ୍କର ସ୍ୱୀକୃତ ନେତା। ରୁକ୍ମୀ ଏବଂ ତାଙ୍କର କେତେକ ବନ୍ଧୁ କଂସର ବିଜୟ ଉତ୍ସବ ପାଳନ କରି ତା ସହିତ ବନ୍ଧୁତାକୁ ଦୃଢ଼ୀଭୂତ କରିବା ନିମନ୍ତେ ମଥୁରା ଆସିଥିଲେ। କିନ୍ତୁ ସେ ମଥୁରାରେ ପହଞ୍ଚିବା ବେଳଠାରୁ ସବୁ ଯେପରି ଗୋଳମାଳ ହୋଇଗଲା। ଯେଉଁ ପିଲା ଦୁହେଁ ଏବେ ବସୁଦେବଙ୍କ ପୁଅ ବୋଲି ଜଣାଗଲା, ତାଙ୍କୁ ବାସ୍ ଗୋଟିଏ ଧକ୍କା ଦେଇଥିଲେ। ଏମାନଙ୍କ ମଧ୍ୟରେ କନିଷ୍ଠ ଯୁବକକୁ ତାର ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନଙ୍କ ପାଇଁ ସେ ଘୃଣା କରନ୍ତି। ଜରାସନ୍ଧର ନେତୃତ୍ୱରେ ଗଠିତ ରାଜନ୍ୟ ମଣ୍ଡଳୀଙ୍କ ମଧ୍ୟରେ ସବୁଠାରୁ ଖ୍ୟାତନାମା ତାଙ୍କର ବନ୍ଧୁ କଂସ କୃଷ୍ଣଙ୍କ ହସ୍ତରେ ନିହତ। ମଥୁରାର ଭବିଷ୍ୟତ ଅନିଶ୍ଚିତ। ବୋଧହୁଏ ବସୁଦେବ କିମ୍ବା ତାଙ୍କର ପୁତ୍ର ରାଜା ହୋଇପାରନ୍ତି। ଜରାସନ୍ଧ କେବେ ଯାଦବମାନଙ୍କୁ କ୍ଷମା ଦେବେ ନାହିଁ। ତେଣୁ ସେମାନଙ୍କର ଏ ମେଣ୍ଟ ମୂଲ୍ୟହୀନ ହୋଇଗଲା। ସବୁ ଜିନିଷ କିପରି ବିଗିଡ଼ିଗଲା। ସେ ବଡ଼ ବ୍ୟସ୍ତ ଓ ବିଚଳିତ ଭାବରେ ନିଜର ସ୍ତ୍ରୀ ଓ ଭଉଣୀଙ୍କ ପାଖକୁ ଫେରି ଆସିଲେ। ଆର୍ଯ୍ୟପୁତ୍ର, ମୁଁ ତୁମର ଭଉଣୀକୁ ସମ୍ଭାଳି ପାରିବି ନାହିଁ। ତୁମେ ତାଙ୍କୁ ସମ୍ଭାଳ। ଆଉ ଏଣିକି ମୋର ତାଙ୍କ ସହିତ କୌଣସି ସମ୍ପର୍କ ନାହିଁ। ସୁବ୍ରତା କହିଲେ। ଆଉ ମୁଁ ତୁମ ଦୁହିଁଙ୍କ ବିଷୟରେ ବିରକ୍ତ ହୋଇଗଲିଣି। ରୁକ୍ମିଣୀ ଘର କୋଣରେ ବସିରହି ଗମ୍ଭୀର ଭାବରେ କହିଲେ। କ'ଣ କଥା କ'ଣ? ରୁକ୍ମୀ ରାଗରେ ପଚାରିଲେ। ତୁମେ ଦୁଇଜଣ ସ୍ତ୍ରୀଲୋକ କଳି ନ କରି ରହିପାରିବ ନାହିଁ? ଯେପରିକି ମୋତେ ଆହୁରି ଅସୁବିଧାରେ ପକାଇବାକୁ ବାକି ଅଛ? କ'ଣ କଥା ରୁକ୍ମିଣୀ? କୋଉ କଥା କହିବି? ତୁମ ସ୍ତ୍ରୀଙ୍କୁ ପଚାର। ସେ ତ ମୋତେ ସବୁବେଳେ ଠିକ୍ ଠିକ୍ ହେଉଛନ୍ତି। ରୁକ୍ମିଣୀ ଉତ୍ତର ଦେଲେ। ସେ ଉଭୟ ତୁମକୁ ଓ ମୋତେ ଘୃଣା କରନ୍ତି। ସୁବ୍ରତା କହିଲେ। କାଲି ଯେତେବେଳେ ବାହୁଯୁଦ୍ଧ ଚାଲିଥିଲା ସେ ପ୍ରାସାଦ ବାଡ଼ରୁ ତଳକୁ ଓହଳି ପଡ଼ିବା ପରି ହୋଇ ସାଧାରଣ ଲୋକଙ୍କ ଭଳି ନାଚୁଥିଲେ ଓ ଚିତ୍କାର କରୁଥିଲେ। ମୁଁ କାହିଁକି ନାଚିବି ନାହିଁ? ମୁଁ ନିଜ ଗୋଡ଼ରେ ନାଚୁଥିଲି, ତମ ଗୋଡ଼ରେ ନୁହେଁ। ରୁକ୍ମିଣୀ ରାଗରେ କହିଲେ। ମୁଁ ଜାଣେ ତୁମେ କ'ଣ କରୁଥିଲ। ତୁମେ ସେହି ଦୁଷ୍ଟ ଯୁବକକୁ ଚାହିଁ ରହିଥିଲ। ସେ ଆମକୁ କେତେ ହଇରାଣ କରିନାହିଁ? ସୁବ୍ରତା କହିଲେ। ସେ କ'ଣ ହଇରାଣ କଲା? ସେ ତ ମୋ ଭାଇକୁ ମୋ ପାଖରେ ଆଣି ପହଞ୍ଚାଇ ଦେଲା। ଆଉ କ'ଣ ସେ ତାଙ୍କୁ ଯମୁନା ନଈକୁ ଫିଙ୍ଗି ଦେଇଥାନ୍ତା? ରୁକ୍ମିଣୀ ରାଗିଯାଇ କହିଲେ। ତୁମେ ପୁଣି ଯୁବରାଜ କଂସ ନିହତ ହେଲାବେଳେ ଆନନ୍ଦରେ ଚିତ୍କାର କରୁଥିଲ। ସୁବ୍ରତା କହିଲେ। କେତେ ଚତୁରତା ସହିତ ସେ କାମଟିକୁ ନ କଲେ। ଗୋଟିଏ ଚୋଟରେ କଂସ ଶେଷ ଓ କଂସର ମୁଣ୍ଡ ତଳେ ପଡ଼ିଗଲା। ରୁକ୍ମିଣୀ କହିଲେ। ଦେଖ, ତୁମେ ଦି'ଜଣଯାକ ପାଟି ବନ୍ଦ କରିବ ନା ନାହିଁ? କ'ଣ କଥା କ'ଣ କହି ମୋତେ ରୁକ୍ମୀ ପଚାରିଲେ। ତାପରେ ତୁମ ଭଉଣୀ ଖସି ପଳାଇଲେ। ସୁବ୍ରତା କହିଲେ। ଢୁ ଖସି ପଳାଇ ନାହିଁ। ମୁଁ ତୀବ୍ରକା ସହିତ ଯାଇଥିଲି। ରୁକ୍ମିଣୀ କହିଲେ। ହଁ, ସେ ହତ୍ୟାକାରୀକୁ ଦେଖିବା ପାଇଁ? ନା, ରାଜଜେମା ଦେବକୀଙ୍କୁ ଦେଖିବା ପାଇଁ। ସମସ୍ତେ ଏଠି ତାଙ୍କୁ ଜଣେ ସନ୍ଥ ବୋଲି କହୁଛନ୍ତି। ରୁକ୍ମିଣୀ କହିଉଠିଲେ। ନା, ତୁମେ କୃଷ୍ଣଙ୍କ ପାଖକୁ ଯାଇଥିଲ? ସୁବ୍ରତା କହିଲେ। ନା, ମୁଁ ଦେବକୀଙ୍କ ସହିତ ଥିଲି। ସେ ଯେତେବେଳେ ସେଠି ଥିଲେ? ରୁକ୍ମିଣୀ
କହିଲେ, ତାହେଲେ ତୁମେ ବସୁଦେବଙ୍କ ପ୍ରାସାଦକୁ ଯାଇଥିଲ? ସୁବ୍ରତା କହିଲେ, କାହିଁକି? ତୁମେ ଦି ଜଣ ଯାକ ଏପରି ବଜର ବଜର ହେଉଛ। ରୁକ୍ମୀ ପାଟି କରି ଉଠିଲେ, ଭାଇ ତୁମ ସ୍ତ୍ରୀକୁ ଆଗ ବନ୍ଦ କର। ସେ ପାଟି କଲେ ମୁଁ ମଧ୍ୟ କରିବି। ରୁକ୍ମିଣୀ କହିଲେ, ସବୁବେଳେ ଖାଲି ମୋର ଦୋଷ। ସୁବ୍ରତା କାନ୍ଦି ଉଠିଲେ, ଭାଇ ଭଉଣୀ ଦୁହେଁ ଏକାଠି ହୋଇଯାଉଛନ୍ତି ଏବଂ ପରିବାରରେ ମୁଁ ଦୋଷୀ ହେଉଛି। ଧାର ଧାର ହୋଇ ବହି ଯାଉଥିବା ଲୁହକୁ ସେ ପୋଛିବାରେ ଲାଗିଥାନ୍ତି। ଯେମିତିକି ଭାଇ ଓ ଭଉଣୀ ଏକାଠି ହେବାଟା ଉଚିତ ନୁହେଁ। ରୁକ୍ମିଣୀ ମନକୁ ମନ କହିଲେ, ଏବେ ତୁମ ଭିତରୁ ଜଣେ କିଏ କହିବ କି ବସୁଦେବଙ୍କ ପ୍ରାସାଦରେ କ'ଣ ହେଲା? ମୁଁ କିଛି ବୁଝିପାରୁ ନାହିଁ। ରୁକ୍ମୀ କହିଲେ, ତୁମର ଗେଲବସର ଭଉଣୀକି ପଚାର। ମୁଁ ତ ସେଠି ନଥିଲି। ସୁବ୍ରତା ବିରକ୍ତିରେ କହିଲେ, ହଁ ମୁଁ ସେଠିକି ଯାଇଥିଲି। ରୁକ୍ମିଣୀ କହିଲେ, ଦେବକୀ ମୂର୍ଚ୍ଛା ହୋଇଗଲେ। ତାଙ୍କ ପୁଅ ତାଙ୍କୁ ଦୁଇ ହାତରେ ଉଠାଇ ନେଇଗଲେ। ତ୍ରିବକ୍ରା ଓ ମୁଁ ସେମାନଙ୍କ ସହିତ ଗଲି। ସେ ମୋତେ ନ ପଚାରି ଯାଇଥିଲେ। ସୁବ୍ରତା ଅଭିଯୋଗର ସୁରରେ କହିଲେ, ଓହୋ, କଥାଟା ଶୁଣିବାକୁ ଦିଅ। ରୁକ୍ମୀ ଅଧୈର୍ଯ୍ୟ ହୋଇ କହିଲେ, ସେଠୁ କ'ଣ ହେଲା ମୁଁ ଜାଣିବାକୁ ଚାହେଁ। ବସୁଦେବଙ୍କ ପ୍ରାସାଦରେ କ'ଣ ଘଟିଛି ତାହା ଜାଣିବାକୁ ସେ ଖୁବ୍ ଉଦ୍ଗ୍ରୀବ ଥିଲେ। ସୁବ୍ରତା ଆକାଶକୁ ଚାହିଁ ସାକ୍ଷୀ କରି କହିଲେ, ଭାଇ ଭଉଣୀ ସବୁ କଥାରେ ଏକାଠି ହୋଇ ଯାଉଛନ୍ତି ବୋଲି ମୁଁ ଯାହା କହୁଥିଲି ତାହା ଠିକ୍। ସେମାନେ ଏକା ମା ପେଟରୁ ଜନ୍ମ ହୋଇଛନ୍ତି। ମୁଁ କେବଳ ବାହାରୁ ଆସିଛି। ଚୁପ୍ ହୁଅ। ରୁକ୍ମିଣୀ ପାଟି କରି ଉଠିଲେ। ସେଠୁ କ'ଣ ହେଲା? ସେ ରୁକ୍ମିଣୀକୁ ପଚାରିଲେ। ହବ କ'ଣ? ମୁଁ ତ୍ରିବକ୍ରା ସାଙ୍ଗରେ ବସିଥିଲି। ଦେବକୀଙ୍କର ଚେତା ଫେରିଆସିଲା। ମା ପୁଅ କୋଳାକୋଳି ହେଲେ। ମାଙ୍କ ଆଖିରୁ ଲୁହ ଧାର ବୋହି ଯାଉଥାଏ। ପୁଅ ସାନ୍ତ୍ୱନା ଦେବାରେ ଲାଗିଥାନ୍ତି। ତାପରେ ରୁକ୍ମିଣୀ ଭାବପ୍ରବଣ ହୋଇ କହିଲେ, ଓହୋ, ବାସୁଦେବ କହିବାକୁ ଇଚ୍ଛା କଲେ ଖୁବ୍ ସାନ୍ତ୍ୱନା ଦେଇ କଥା କହିପାରନ୍ତି। ତାପରେ କୃଷ୍ଣ କ'ଣ କଲେ? ରୁକ୍ମୀ ପଚାରିଲେ। ଆଉ ସେଠିକି କିଏ ଆସିଥିଲା? ଯାଦବ ମୁଖ୍ୟମାନେ ବଡ଼ ଗଛ ତଳେ ଅଗଣାରେ ଏକାଠି ହୋଇଥିଲେ ଏବଂ ଦେବକୀଙ୍କର ପୁତ୍ର କଂସର ରାଣୀମାନଙ୍କୁ ଭେଟିବା ପାଇଁ ଚାଲିଗଲେ। ରୁକ୍ମିଣୀ କହିଲେ, ଦେଖୁଛଟି, ସେ ତାଙ୍କର ନାଁ ମଧ୍ୟ ଧରୁନାହାନ୍ତି। ତୁମେ ଏ କଥାର ରହସ୍ୟ ବୁଝିପାରୁଛ ନା ନାହିଁ? ଭୀଷ୍ମଙ୍କର ପୁତ୍ର ସୁବ୍ରତା ପଚାରିଲେ। ଓଃ, ଚୁପ୍ ହୁଅ। ରୁକ୍ମୀ ସଙ୍ଗେ ସଙ୍ଗେ କହିଲେ, ତାପରେ ଯାଦବ ମୁଖ୍ୟମାନେ କ'ଣ କଲେ? ସେମାନେ କୃଷ୍ଣଙ୍କୁ ମଥୁରାର ରାଜା ରୂପେ ବାଛିଲେ। ରୁକ୍ମିଣୀ କହିଲେ, ହେ ଭଗବାନ। ରୁକ୍ମୀ ଦୁଃଖରେ କହିଉଠିଲେ, ଏପରି ବିଷଣ୍ଣ ହୁଅ ନାହିଁ। ଭାଇ ରୁକ୍ମିଣୀ ବିଦ୍ରୂପର ସ୍ୱରରେ କହିଲେ, ସେ ରାଜା ହେବା ପାଇଁ ମନା କରିଦେଲେ। ମଥୁରାର ରାଜଗାଦିକୁ ମନା କରିଦେଲା? ହଁ, ସେ ମନା କରିଦେଲେ। ସେ କହିଲେ ସେ ଜଣେ ଗୋପାଳ ବାଳକ ଓ ଜଣେ ଶାସକ ହେବା ପାଇଁ ଅନୁପଯୁକ୍ତ। ବର୍ତ୍ତମାନ ତୁମେ ଖୁସି ତ? କେବଳ ମୁଁ ରାଗି ଯାଇଛି। କିନ୍ତୁ ମୋ ରାଗକୁ ପଚାରୁଛି କିଏ? ରୁକ୍ମିଣୀ ରାଗରେ କହିଲେ, ହଁ, ସେ ରାଣୀ ହେବାକୁ ଚାହୁଁଥିଲେ। ସୁବ୍ରତା କଟୁକ୍ତି କରି କହିଲେ, ତାଙ୍କର ସମସ୍ତ ଆଶା ମାଟିରେ ମିଶିଗଲା। ଏହି ସମୟରେ ଜଣେ ପରିଚାରକ ଗୃହ ମଧ୍ୟରେ ପ୍ରବେଶ କରି ନମସ୍କାର କଲା ଏବଂ ଜଣାଇଲା ଯେ ଗୁରୁ ସନ୍ଦୀପନୀ ଏବଂ ଅବନ୍ତୀ ରାଜା ଜୟସେନଙ୍କ ପୁତ୍ର ବିନ୍ଦ ଓ ଅନୁବିନ୍ଦ ଯୁବରାଜଙ୍କ ସହିତ ସାକ୍ଷାତ କରିବା ପାଇଁ ବାହାରେ ଅପେକ୍ଷା କରିଛନ୍ତି। ରୁକ୍ମିଣୀ ଓ ସୁବ୍ରତା ଶୀଘ୍ର ଉଠିପଡ଼ି ନିଜକୁ ସଂଯତ କରି ଗୁରୁ ସନ୍ଦୀପନୀ ଗୃହରେ ପ୍ରବେଶ କରିବା କ୍ଷଣି ତାଙ୍କର ପାଦ ଛୁଇଁ ପ୍ରଣାମ କଲେ। ରୁକ୍ମୀ ସମ୍ମାନ ଜଣାଇଲେ। ଗୁରୁ ସନ୍ଦୀପନୀ ଦୀର୍ଘ ଓ ବଳିଷ୍ଠ ଶରୀରର ବ୍ୟକ୍ତି ଥିଲେ। ତାଙ୍କର କୃଷ୍ଣ ଶୁଶ୍ରୁ ଓ ଜଟା ମୁଖମଣ୍ଡଳର ଶୋଭା ବର୍ଦ୍ଧନ କରୁଥିଲା। ତାଙ୍କ ଦୀପ୍ତ ଚକ୍ଷୁ, ଶୁକ ନାସା ଓ ପ୍ରଫୁଲ୍ଲ ମୁଖ ବେଶ୍ ଫୁଟି ଦିଶୁଥିଲା। 25 ବର୍ଷ ପୂର୍ବରୁ ସେ ପ୍ରତାପୀ ଋଷି ପରଶୁରାମଙ୍କ ଆଶ୍ରମ ତ୍ୟାଗ କରି ସ୍ଥାନରୁ ସ୍ଥାନାନ୍ତର ଯାତ୍ରା କରୁଥିଲେ ଓ ଅନ୍ୟମାନଙ୍କୁ ଧନୁର୍ବିଦ୍ୟା ଶିକ୍ଷା ଦେଉଥିଲେ। ଅବନ୍ତୀଠାରେ ସେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ। ଏହି ଆଶ୍ରମ ଅସ୍ତ୍ରଶସ୍ତ୍ରର ଶିକ୍ଷା ପାଇଁ ଭାରତ ବିଖ୍ୟାତ ହୋଇ ଉଠିଥିଲା ଏବଂ ଦେଶର ବିଭିନ୍ନ ପ୍ରାନ୍ତରରୁ ରାଜାମାନେ ସେମାନଙ୍କର ପୁଅମାନଙ୍କୁ ସେଠାକୁ ଶିକ୍ଷା ଲାଭ ପାଇଁ ପଠାଉଥିଲେ। ସମଗ୍ର ଶାସ୍ତ୍ରରେ ଏପରି କିଛି ନଥିଲା ଯାହା ସନ୍ଦୀପନୀଙ୍କ ଆଶ୍ରମରେ ରୁକ୍ମୀ ଶିକ୍ଷାଲାଭ କରିନଥିଲେ। ବିନ୍ଦ ଓ ଅନୁବିନ୍ଦ ଏବେ ମଧ୍ୟ ସେଠାରେ ଶିକ୍ଷା ପାଉଥିଲେ। ଗୁରୁ ସନ୍ଦୀପନୀ 40 ଜଣ ଶିଷ୍ୟଙ୍କ ସହିତ ଦେଶର ବିଭିନ୍ନ ସ୍ଥାନରେ ଭ୍ରମଣ କରୁଥିଲେ। ରାଜ ଦରବାର ମାନଙ୍କରେ ତାଙ୍କର ଖୁବ୍ ଆଦର ଥିଲା। ସେ ଏବଂ ତାଙ୍କର ଶିଷ୍ୟମାନେ ମଧ୍ୟ ଏବେ ଆସିଥିଲେ। ସେଠାରୁ ସେ ତାଙ୍କର ଆଶ୍ରମକୁ ଫେରିବା ପାଇଁ ଚେଷ୍ଟା କରୁଥିଲେ। ଗୁରୁଙ୍କର ଆଦେଶ କ'ଣ ତାହା ଜାଣିବା ପାଇଁ ରୁକ୍ମୀ ପଚାରିଲେ। ରୁକ୍ମୀ
ରାଜା ଉଗ୍ରସେନ ତୁମକୁ ଏଠାରେ ଏକ ପକ୍ଷ ରହିବା ପାଇଁ ନିମନ୍ତ୍ରଣ କରି ମୋତେ ପଠାଇଛନ୍ତି। ସନ୍ଦୀପନୀ କହିଲେ। ଏକ ପକ୍ଷ? ନା ଯୁବରାଜ, କଂସ ମୋର ବନ୍ଧୁ ଥିଲେ। ମୁଁ ଏଠାରେ ମୁହୂର୍ତ୍ତେ ମଧ୍ୟ ରହିବା ପାଇଁ ଚାହେଁ ନାହିଁ। ରୁକ୍ମୀ କହିଲେ, ତୁମର ମନୋଭାବ ମୁଁ ବୁଝିପାରୁଛି, କିନ୍ତୁ ରାଜା ଉଗ୍ରସେନ ଜିଦ୍ ଧରିଛନ୍ତି। ଯାହା ବିଧିର ଇଚ୍ଛା ତାହା ଅନ୍ୟଥା ହେବାର ନୁହେଁ। ସନ୍ଦୀପନୀ କହିଲେ, ରହିଯାଅ ଯୁବରାଜ। ଯୁବକବୃନ୍ଦ ଅନୁରୋଧ କଲେ। ଆମେ ଗୁରୁଙ୍କ ସହିତ ସମସ୍ତେ ଏକାଠି ଆନନ୍ଦରେ ଫେରିଯିବା ଯେ। ବର୍ତ୍ତମାନ ମୁଁ ଫେରିଯିବାକୁ ଚାହେଁ। 15 ଦିନ ଧରି ମୁଁ ଏଠି କ'ଣ କରିବି? ସନ୍ଦୀପନୀଙ୍କ ଅନୁରୋଧ ରକ୍ଷା କରିବା କଷ୍ଟକର ବୋଲି ଭାବି ରୁକ୍ମୀ ପଚାରିଲେ, ଏଠାକୁ ଆସିବାର ଦିନ ଶୋକ ଦିବସ ପାଳନ ନ କରି ଫେରି ଯିବାଟା ଅସୌଜନ୍ୟ ହେବ। ତାପରେ ପୁଣି ବାର୍ଷିକ 5 ଦିନ ସେମାନେ ବଳରାମ ଓ କୃଷ୍ଣଙ୍କର ଯଜ୍ଞୋପବୀତ ସଂସ୍କାର ପାଳନ କରୁଛନ୍ତି। ସନ୍ଦୀପନୀ କହିଲେ, ଏହି ଯୁବକମାନଙ୍କର ଯଜ୍ଞୋପବୀତ ଉତ୍ସବ ଏ ପର୍ଯ୍ୟନ୍ତ କ'ଣ ସେମାନଙ୍କର ତାହା ପାଳିତ ହୋଇନାହିଁ? ରୁକ୍ମୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ତୁମେ ଜାଣ ଯେ ସେମାନେ ଏପର୍ଯ୍ୟନ୍ତ ଗୋପାଳ ଭାବରେ ଚଳି ଆସୁଥିଲେ, କିନ୍ତୁ ଏବେ ସେମାନଙ୍କୁ କ୍ଷତ୍ରିୟର ସଂସ୍କାର ଗ୍ରହଣ କରିବାକୁ ହେବ। ସନ୍ଦୀପନୀ କହିଲେ, ଏହା କ'ଣ ସତ୍ୟ ଗୁରୁଦେବ? କୃଷ୍ଣ କ'ଣ ମଥୁରାର ରାଜପଦ ପ୍ରତ୍ୟାଖ୍ୟାନ କଲା? ରୁକ୍ମୀ ପଚାରିଲେ। ତୁମେ ତ ସବୁ କଥା ଜାଣ। ଆମେ ଏହାକୁ ଗୋପନୀୟ ରଖିବାକୁ ଚାହୁଁଥିଲୁ। ସନ୍ଦୀପନୀ କହିଲେ, ସେ କାହିଁକି ମନା କଲା? ମୁଁ ଭାବୁଥିଲି ନିଜ ହାତରେ ତାର ମାମୁଁକୁ ହତ୍ୟା କରି ରାଜପଦ ପାଇଁ ଖୁବ୍ ବ୍ୟାକୁଳ ହୋଇ ଉଠୁଥିଲା। ରୁକ୍ମୀ ବିଦ୍ରୂପରେ କହିଲେ, ବିଦର୍ଭର ରାଜପୁତ୍ର ଖୁବ୍ କମ୍ ଲୋକ କୃଷ୍ଣଙ୍କୁ ଜାଣନ୍ତି। ସେ ଶାସକ ହେବା ପାଇଁ ଇଚ୍ଛୁକ ନୁହେଁ। ସେ ଚାହେଁ ଅଧର୍ମର ଉତ୍ପାଟନ। ଆପଣ କିପରି ଜାଣିଲେ? ହୁଏତ ଯାଦବମାନଙ୍କ ଭିତରେ ତାର ବହୁ ଶତ୍ରୁ ଥାଇପାରନ୍ତି। ରୁକ୍ମୀ ନିଜର ମତ ପ୍ରକାଶ କରି କହିଲେ, ତାହେଲେ ସେ ବର୍ତ୍ତମାନ କ'ଣ କରିବ? ରୁକ୍ମୀ ପଚାରିଲେ, ସେ ଆମ ସହିତ ଶିକ୍ଷା ଲାଭ ପାଇଁ ଗୁରୁଙ୍କ ଆଶ୍ରମକୁ ଆସିବ। ଅବନ୍ତୀର 2 ଯାଆଁଳା ଯୁବରାଜଙ୍କ ମଧ୍ୟରୁ ଅନୁବିନ୍ଦ ଉତ୍ତର ଦେଲେ। ରୁକ୍ମୀ କହିଲେ, କାହିଁକି? ତୁମେ କ'ଣ ତାକୁ ଚାହୁଁନାହିଁ? ସନ୍ଦୀପନୀ ପଚାରିଲେ। ମୁଁ ତା ସହିତ କେତେ ମାସ ଧରି ବୃନ୍ଦାବନରେ ରହିଛି। ସେପରି ଜଣେ ଛାତ୍ରକୁ ଶିକ୍ଷା ଦେବାରେ ଯେଉଁ ଆନନ୍ଦ, ମୁଁ ତାହା ଭୁଲିପାରିବି ନାହିଁ। ଗୁରୁ କହିଲେ, ତାହେଲେ ଆପଣଙ୍କ ସଙ୍ଗରେ ଆମେ ସମସ୍ତେ ଯିବୁ ବୋଲି ଆପଣ ଚାହାନ୍ତି? ତୁମେ କ'ଣ ଭାବୁଛ? ରୁକ୍ମୀ ନିଜ ସ୍ତ୍ରୀଙ୍କ ଆଡ଼କୁ ଅନାଇ ପଚାରିଲେ। ଏହି ନିମନ୍ତ୍ରଣ ପଛରେ କିଛି ନା କିଛି ଗୋଟିଏ କୂଟନୀତି ଅଛି ବୋଲି ସନ୍ଦେହ କରି ତାହା ଜାଣିବା ପାଇଁ ସେ ଇଚ୍ଛା କଲେ ଓ ଭାବିବା ପାଇଁ କିଛି ସମୟ ନେଲେ। ତୁମେ ରହିଯିବା ପାଇଁ ମୁଁ ଚାହେଁ ଭାଇ। ଗୁରୁଦେବଙ୍କ ଆଦେଶକୁ ଆମର ଶିରଧାର୍ଯ୍ୟ କରିବାର କଥା। ରୁକ୍ମିଣୀ କହିଲେ। ତାଙ୍କ ଆଖିରେ ଝଲକ। ସୁବ୍ରତା ବିରକ୍ତିରେ ତାଙ୍କ ଆଡ଼କୁ ଚାହିଁ ଉତ୍ତର ଦେଲେ, ମୁଁ ଏଠାରୁ ଚାଲିଯିବାକୁ ଚାହେଁ। ଅବନ୍ତୀର ଯୁବରାଜମାନଙ୍କ ସହ ଗୁରୁଦେବ ପଛରେ ଯାକୁ କ୍ଷତି କ'ଣ? ଦେଖ ଯୁବରାଜ, ମହିଳା ଦୁହିଁଙ୍କର 2 ପ୍ରକାର ମତ। ସନ୍ଦୀପନୀ ଟିକିଏ ହସି କହିଲେ, ଏବେ ତୁମକୁ ନିଜକୁ ସ୍ଥିର କରିବାକୁ ହେବ ଏବଂ ତୁମେ ଯାହା ସ୍ଥିର କରିବ, ଅନ୍ତତଃ ସେ ଦୁହିଁଙ୍କ ମଧ୍ୟରୁ ଜଣକ ମତ ତୁମ ସପକ୍ଷରେ ରହିବ। ବୋଧହୁଏ ଏଠାରେ ରହିଯିବା ତୁମ ପକ୍ଷରେ ଭଲ ହେବ। ନୂଆ ନୂଆ ଜଟିଳ ପରିସ୍ଥିତି ସୃଷ୍ଟି ହୋଇପାରେ ଏବଂ ତୁମର ପିତା ଭୋଜଶ୍ରେଷ୍ଠ ଭୀଷ୍ମକ ତାହା ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିପାରନ୍ତି। ଆପଣ ଯଦି କହନ୍ତି, ତାହେଲେ ଆମେ ରହିଯିବୁ, ଯଦିଓ ରହିବା ପାଇଁ ମୋତେ ସେପରି ଭଲ ଲାଗୁନାହିଁ। ରୁକ୍ମୀ କହିଲେ, ବନ୍ଧୁମାନେ, ମୋର ପଢ଼ିଲା ବେଳେ ଯଦି କିଛି ଭୁଲ ଥିବ କ୍ଷମା କରିବେ। ଭିଡ଼ିଓଟି ଯଦି ଭଲ ଲାଗୁଥିବ ଲାଇକ୍ ସେୟାର ନିଶ୍ଚିତ କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରନ୍ତୁ। ପୁଣି ଦେଖାବା ଆଉ